ମ୍ୟାଡମ, ଏହା ମୋର ସମ୍ପୂର୍ଣ୍ଣ ରୋଜଗାର, ଏହାକୁ ଜମା କରିଦିଅନ୍ତୁ। କିନ୍ତୁ ବ୍ୟାଙ୍କ କର୍ମଚାରୀ ଜଣକ ହସିଲେ ଏବଂ କହିଲେ, ଓ ପିଲା, ସତ କହ, ଏ ଟଙ୍କା ଚୋରି କରି ଆଣିଛୁ ନା ନାହିଁ? ତୋର ଅବସ୍ଥା ଦେଖିଛୁ, ଏବେ ପୋଲିସକୁ ରହ ଡାକୁଛି। ସେହି ସମୟରେ 12 ବର୍ଷର ରାଜୁ କାନ୍ଦି କାନ୍ଦି କହିଥିଲା, ଯଦି ଆପଣ ପୋଲିସକୁ ଡାକିବେ ତେବେ ଦିନେ ଆପଣଙ୍କ ଚାକିରି ଚାଲିଯିବ। ଆଉ ସେହି ମହିଳା ଜଣକ ଜାଣିନଥିଲେ ଯେ ଯେଉଁ ପିଲାକୁ ସେ ଆଜି ଭିକାରୀ ବୋଲି ତଡ଼ି ଦେଉଛନ୍ତି, ସେହି ପିଲା ଦିନେ ସେ ବ୍ୟାଙ୍କର ଭାଗ୍ୟ ବଦଳାଇ ଦେବ। ତେବେ ଏମିତି କିଛି ଘଟିଗଲା ଯାହା ବ୍ୟାଙ୍କରେ ପୁରା ସ୍ତବ୍ଧ ହୋଇଗଲେ। ସେହି ବ୍ୟାଙ୍କର ମାଲିକଙ୍କର ହଜିଯାଇଥିବା ଏକମାତ୍ର ପୁଅ ପ୍ରମାଣିତ ହେବ। କିପରି ଏକ ସାଧାରଣ ପୁଅଟିଏ ହଠାତ୍ ବ୍ୟାଙ୍କର ଉତ୍ତରାଧିକାରୀ ହେବ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଇଏ ସମ୍ପୂର୍ଣ୍ଣ ଷ୍ଟୋରିଟି ଦେଖିବା ପୂର୍ବରୁ ଆପଣମାନେ ନିଜର ଜିଲ୍ଲାର ନାମ ଲେଖିଦିଅନ୍ତୁ। ତା ସହିତ ଭିଡ଼ିଓଟିକୁ ଲାଇକ୍ ମଧ୍ୟ କରିଦିଅନ୍ତୁ। ଆପଣଙ୍କୁ ଗୋଟିଏ ଛୋଟିଆ ଅନୁରୋଧ, ଶେଷରେ ନିଶ୍ଚୟ ଗୋଟେ କମେଣ୍ଟ କରିବେ ଭିଡ଼ିଓଟି କେମିତି ଲାଗିଲା। ସେଦିନ ଗ୍ରୀଷ୍ମ ସକାଳ ଦିନ ଥିଲା, ଉଜ୍ଜଳ ଏବଂ ପ୍ରଖର ଦିନ। ଓଡ଼ିଶାର ଏକ ଅତି ଛୋଟ ଗାଁ ଶାନ୍ତିପୁରର ବାସିନ୍ଦା ବୃଦ୍ଧା ଆଶାମଣୀ ମାଝୀ, ତାଙ୍କର ଏକ ପୁଅ ଥିଲା ରାଜୁ। ନିଜ ଜୀବନରେ ସବୁଠାରୁ ବଡ଼ ସଞ୍ଚୟ କରିବା ଲକ୍ଷ୍ୟରେ ନିକଟସ୍ଥ ସହର କଟକର ଏକ ବିଶାଳ ବ୍ୟାଙ୍କ ଶାଖାକୁ ଯାତ୍ରା କରିଥିଲେ। ଆଶାମଣୀ ମାଝୀଙ୍କ କମ୍ପୁଥିବା ହାତରେ ଥିଲା ଏକ ପୁରୁଣା ମଇଳା କପଡ଼ାର ବନ୍ଧା ହୋଇଥିବା ଗଣ୍ଠିଲି, ଯାହା ଭିତରେ ଥିଲା କେବଳ 5,000 ଟଙ୍କା। ଏହା ଥିଲା ତାଙ୍କ ଘରେ ଥିବା ସମ୍ପୂର୍ଣ୍ଣ ସଞ୍ଚୟ, ଯାହାକି ବହୁତ କଷ୍ଟ କରି ସେ ଏତେ ସାରା ସଞ୍ଚୟ ମଧ୍ୟ କରିଥିଲେ। ତେବେ ସେ ଦୀର୍ଘ ଦିନ ବର୍ଷ ବର୍ଷ ଧରି କଷ୍ଟ କରି ଜୀବନ ଯାପନ କରୁଥିଲେ। ଲୋକଙ୍କ ଘରେ କାମ କରି ସଂଗ୍ରହ କରିଥିଲେ ଟଙ୍କା। ରାଜୁ ମାତ୍ର 12 ବୟସର ଏବଂ ଉଜ୍ଜଳ ନିଷ୍ପାପ ଚେହେରାଟି ପିଲାଟିଏ। ତାର ଆଈଙ୍କ ହାତରେ ଏକ ବ୍ୟାଙ୍କର ଶୀତତାପ ନିୟନ୍ତ୍ରିତ ଏବଂ ଚିକଣ ମାର୍ବଲ ଲଗା ହଲ୍ ଭିତରକୁ ପ୍ରବେଶ କଲା ରାଜୁ ଏବଂ ତାଙ୍କ ଆଈ। ସେହି ଚାକଚକ୍ୟ ତାର ଦରିଦ୍ର ଝୁପଡ଼ି ଘରଠାରୁ ଏକଦମ ଭିନ୍ନ ଥିଲା। ଏକ ସ୍ୱପ୍ନର ଜଗତ ପରି ଲାଗୁଥିଲା। କାଉଣ୍ଟର ନମ୍ବର 3ରେ ବସିଥିବା 2 ଜଣ ଯୁବତୀ କର୍ମଚାରୀ, ଶ୍ରୀମତୀ ମିଶ୍ର, ଶ୍ରୀମତୀ ଦାସ, ନିଜ ନିଜ ବ୍ୟକ୍ତିଗତ କଥାବାର୍ତ୍ତା ହେଉଥିଲେ। ଯେତେବେଳେ ଆଶାମଣୀ ଓ ରାଜୁକୁ ଦେଖିଲେ, ସେମାନଙ୍କ ମୁହଁରେ ଘୃଣା ଭାବ ସୃଷ୍ଟି ହୋଇଗଲା। ନାକ ଟେକିଲେ। ସେମାନେ ଚିରାଫଟା କପଡ଼ା ଓ ସେହି ସାମାନ୍ୟ କପଡ଼ା ଗଣ୍ଠିଲିକୁ ଦେଖୁଥାନ୍ତି। ଶ୍ରୀମତୀ ମିଶ୍ର ଏକ ଅବମାନନାପୂର୍ଣ୍ଣ ସ୍ମିତ ହସିଲେ। ଆରେ ଦେଖ, ଆଉ ଜଣେ ଗରିବ ଆସିଛି ଭିଡ଼ ବଢ଼େଇବା ପାଇଁ। ଆଉ ତାର ସାଙ୍ଗକୁ ଦେଖ ଫୁସଫୁସ ହୋଇ କିଛି କହିଲା। ଯେତେବେଳେ ଆଶାମଣୀ ବିନମ୍ର ଭାବରେ ଟଙ୍କା ଗୁଡ଼ିକୁ କାଉଣ୍ଟରରେ ରଖିବାକୁ ଯାଉଥିଲେ, ଶ୍ରୀମତୀ ଦାସ ଅତ୍ୟନ୍ତ କର୍କଶ ସ୍ୱରରେ କହିଲେ, ଏଇ ବୁଢ଼ୀ, ଏ ଟଙ୍କା ଗୁଡ଼ା କୋଉଠୁ ଆଣିଲୁ? କେଉଁଠି ଚୋରି କରୁଛୁ ନା କଣ? କେବେ ଏଭଳି ଟୋକାମାନେ ଲୋକଙ୍କ ପକେଟ ମାରି ଆଣି ଦିଅନ୍ତି? ଏମିତି ମଧ୍ୟ କହିଲେ। ଯୋଉ ଛୋଟ ପିଲା 12 ବର୍ଷର ପିଲାଟିକୁ ଦେଖି ଏମିତି କହିଲେ। ରାଜୁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଈଙ୍କ ଆଡ଼କୁ ଚାହିଁଲା। ତାର ଆଖି ପାଣିରେ ଭରି ଯାଉଥିଲା, କାହିଁକି ନା ଚୋରଣୀ ଏବଂ ଚୋର ମଧ୍ୟ କହୁଥିଲେ, ଯୋଉଟା କି ତାଙ୍କ ଝାଳ ବୁହା ଧନ ମଧ୍ୟ ଥିଲା। ସେ ହଠାତ୍ ବିଭିନ୍ନ କଥା କହୁଥାନ୍ତି, କିନ୍ତୁ ଆଈ ଚୁପ୍ ଥାନ୍ତି। ଏମାନେ କାହିଁକି ଏଭଳି କହୁଛନ୍ତି ଆଈ? ପିଲାଟି ପଚାରିଲା। ମୁଁ ତ କିଛି ଭୁଲ କରିନାହିଁ, ମୁଁ ତ ଚୋର ନୁହେଁ ଆଈ। ସେତିକି ବେଳେ ବ୍ୟାଙ୍କର ସୁରକ୍ଷା ଗାର୍ଡ ରାଘବ, ଯିଏ କି ଜଣେ ବୟସ୍କ ଏବଂ କୋଠର ବ୍ୟକ୍ତି ଥିଲେ, କଥା ଶୁଣି ସେଠାକୁ ଦୌଡ଼ି ଆସିଲା। ସେ କୌଣସି କଥା ନ ବୁଝି ରାଜୁକୁ କାଉଣ୍ଟର ନିକଟରୁ ଜୋରରେ ଟାଣି ନେଇ କହିଲା, ଏଇଠି କଣ ଭିକ ମାଗିବା ଜାଗା? ଏଇଠି ତ ଭିକ ମାଗିବା ପାଇଁ ଆସିଛୁ? ଏଇଠି କେବଳ ଧନୀ ଲୋକମାନେ ଆସନ୍ତି, ଯାହା ପାଖରେ ଟଙ୍କା ଥାଏ। ବାହାରକୁ ଯା, ନହେଲେ ମୋଠୁ ମାଡ ଖାଇବୁ। ତାର ଧକ୍କାରେ ରାଜୁ ସନ୍ତୁଳନ ହରାଇ ତଳେ ପଡ଼ିଗଲା ଏବଂ ଆଈ ତାକୁ ଉଠାଇ ଦେଲେ। ତା ହାତରେ ଏକ ପୁରୁଣା ପାଣି ବୋତଲ ମାଟିରେ ପଡ଼ି ଫାଟି ଯାଇଥିଲା। ତେବେ କୁହାଯାଉଛି ଯେ ଆଶାମଣୀ କାନ୍ଦି କାନ୍ଦି ଗୁହାରି କଲେ, ଦୟାକରି ସାହେବ, ମୋ ପିଲା ଉପରେ ହାତ ଉଠାନ୍ତୁ ନାହିଁ। ଆମେ ଏଠି ଚାଲିଯିବୁ। ମୋ ପିଲା ଉପରେ ହାତ ଉଠାନ୍ତୁ ନାହିଁ। ଏମିତି ମଧ୍ୟ କୁହାଗଲା। ସେହି ସମୟରେ ବ୍ୟାଙ୍କ ହଲ୍ ଭିତରେ ଥିବା କର୍ମଚାରୀ ସମସ୍ତେ ତାଙ୍କୁ ଅନାଇଲେ। ଯୋଉମାନେ ସବୁ ଆସିଥିଲେ ଡିପୋଜିଟ୍ କରିବା ପାଇଁ, ସେମାନେ ମଧ୍ୟ ଅନଉଥାନ୍ତି। ତେବେ ବ୍ୟାଙ୍କର ଏକ କୋଣରେ ବସିଥିଲେ ଜଣେ ସ୍ଥାନୀୟ ସାମ୍ବାଦିକ ରାଜେଶ କୁମାର। ସେ ନିଜର ବ୍ୟକ୍ତିଗତ କାମ ପାଇଁ ବ୍ୟାଙ୍କକୁ ଆସିଥିଲେ। ସେ ମଧ୍ୟ ସେଠାରେ ଅନ୍ୟାନ୍ୟ କାମ ଦେଖି ସହିପାରିଲେ ନାହିଁ, କାରଣ ଏସବୁ ଅନ୍ୟାୟ ହେଉଥିଲା। ସେ ନିଃଶବ୍ଦରେ ନିଜ ମୋବାଇଲ କ୍ୟାମେରା ବାହାର କରି ସମ୍ପୂର୍ଣ୍ଣ ଘଟଣାକୁ ରେକର୍ଡ କରିବା ପାଇଁ ଲାଗିଲେ। ସେ ମନେ ମନେ ଭାବିଲେ, ଯଦି ମୁଁ ଏବେ ପ୍ରତିବାଦ କରିବି, ହୁଏତ କିଛି ପ୍ରମାଣ ଉପାୟରେ ନଥିବ। ସେ ତୁରନ୍ତ ମୋବାଇଲରେ ରେକର୍ଡ କଲେ।
ସେ ଦେଖିଲେ କିପରି ରାଜୁକୁ ପାଣି ପିଇବା ପାଇଁ ଜଣେ ବାରଣ କରାଗଲା, କେମିତି ତାକୁ ଧକ୍କା ମାରି ତଳେ ପକାଗଲା, କେମିତି ତାଙ୍କ ଭାଇକୁ ମଧ୍ୟ ଅପମାନ କରାଗଲା। ଶେଷରେ ଏମାନେ ଦୁଇ ଜଣ ବାହାରକୁ ପଳେଇ ଆସିଲେ ଆଉ ରାକେଶ ମଧ୍ୟ ସେମାନଙ୍କ କଥା ହେବା ପାଇଁ ପଛେ ପଛେ ଆସିଲେ। ସେଦିନ ସନ୍ଧ୍ୟାରେ ଶାନ୍ତିପୁର ଗାଁରେ ସେହି ଅନ୍ଧାର ଝୁପୁଡି ଘରେ ରାଜୁ ତାର ଆଈଙ୍କ ଛାତିରେ ମୁହଁ ଗୁଞ୍ଜି କୋହବରା ସ୍ୱରରେ କହୁଥିଲା, ଆଈ, ଆଉ କେବେ ବି ସେହି ବ୍ୟାଙ୍କକୁ ଆମେ ଯିବା ନାହିଁ। ଆମେ ଏତେ ଅପମାନ ସହିଲେ, ଆମକୁ ଚୋର କହିଲେ, ସେମାନେ ଆମକୁ ମଣିଷ ବୋଲି ଭାବିଲେ ନାହିଁ। ଆଶାମଣୀ କେବଳ ତାକୁ ସାନ୍ତ୍ୱନା ଦେଉଥିଲେ, କିନ୍ତୁ ତାଙ୍କ ମନ ଭିତରେ ମଧ୍ୟ ଏକ ଭୟ ଥିଲା। ସେହି ସମୟରେ ରାକେଶ ସେଠାରେ ପହଞ୍ଚି ସବୁ କଥା ଜାଣିବା ପାଇଁ ଚାହିଁଲେ। ଆଶାମଣୀ କହିଲେ, 10 ବର୍ଷ ପୂର୍ବେ କଟକ ବସଷ୍ଟାଣ୍ଡରେ ତାଙ୍କୁ ଏକ ଅସହାୟ ଶିଶୁ ମିଳିଥିଲା। ସେହି ଶିଶୁ ପିଲାଟି ହେଉଛି ରାଜୁ। ଆଶାମଣୀ ତାଙ୍କର ଅପରେସନ ପାଇଁ ଟଙ୍କା ଜମା କରିବାକୁ ପଡୁଥିଲା, କିନ୍ତୁ ବ୍ୟାଙ୍କର ଅପମାନ କରି ତାଙ୍କର ମନୋବଳ ଭାଙ୍ଗି ଦେଉଥିଲେ। ରାକେଶ ନିଜ ଘରକୁ ଯାଇ ସେହି ଭିଡିଓଟିକୁ ଏକ ଶକ୍ତିଶାଳୀ ବାର୍ତ୍ତା ସହିତ ସୋସିଆଲ ମିଡିଆରେ ପୋଷ୍ଟ କଲା। 12 ବର୍ଷର ନିଷ୍ପାପ ଶିଶୁକୁ ବ୍ୟାଙ୍କରେ ଚୋର ଆଖ୍ୟା ଦିଆଗଲା। ଗରିବ ପ୍ରତି ବ୍ୟବସ୍ଥାର ନଗ୍ନ ଚେହେରା। ଦେଖୁ ଦେଖୁ ଭିଡିଓଟି ନିଆଁ ଭଳି ସାରା ଦେଶରେ ବ୍ୟାପିଗଲା। ଲୋକମାନେ ସେହି ବ୍ୟାଙ୍କ ବିରୋଧରେ ପ୍ରତିବାଦ ମଧ୍ୟ କଲେ। ଗରିବ ପାଇଁ ଆଇନ ନାହିଁ, ଏମିତି ପିଲାକୁ କାହିଁକି ଏମିତି ଅତ୍ୟାଚାର କରାଗଲା, ସେ ନେଇକି ବ୍ୟାଙ୍କକୁ ଜବାବ ଦେବା ପାଇଁ ପଡିବ। ସେପଟେ ବସିଥିବା ମୁମ୍ବାଇରେ ଏକ ସର୍ବୋଚ୍ଚ ବ୍ୟାଙ୍କର ମାଲିକ ବିନୋଦ ମହାପାତ୍ର ଯେତେବେଳେ ଏହି ଭିଡିଓ ଦେଖିଲେ, ସେ ସ୍ତବ୍ଧ ହୋଇଗଲେ। କିନ୍ତୁ ଭିଡିଓରେ ଆଶାମଣୀଙ୍କ ମୁହଁରୁ କଟକ ବସଷ୍ଟାଣ୍ଡ ଅଗଷ୍ଟ 15, 2011 ଶୁଣିବା ପରେ ତାଙ୍କର ଦେହରେ ଶିହରଣ ଖେଳିଗଲା। କାରଣ ସେହି ଦିନ ହିଁ ତାଙ୍କର ଏକମାତ୍ର ପୁଅ ହଜିଯାଇଥିଲା। ବିନୋଦ ମହାପାତ୍ର ତୁରନ୍ତ ନିଜର ବିଶ୍ୱସ୍ତ ମ୍ୟାନେଜର ସୁରଜକୁ କଟକ ପଠାଇ ଆଶାମଣୀଙ୍କ ଠାରୁ ସବୁ ଭଲ ଚିକିତ୍ସା କରାଇଲେ ଏବଂ ସେଠାରେ ପହଞ୍ଚିଲେ। ସେ ତୁରନ୍ତ ରାଜୁକୁ ଦେଖିଲେ। ରାଜୁକୁ ଦେଖିଲା ପରେ ଲାଗିଲା ଯେମିତି ନିଜର, କାରଣ ସେ ତ ଚିହ୍ନି ପାରିବେ ନାହିଁ। ରାଜୁ ଯେତେବେଳେ 10 ବର୍ଷ ପୂର୍ବେ ତାକୁ ମାତ୍ର 1.5 ବର୍ଷର ହୋଇଥିଲା, ଆଉ ସେହି ସମୟରେ ବା ସେ ଚିହ୍ନିବ କେମିତି? ଆଉ ଏହି ସମୟରେ ମଧ୍ୟ ରାଜୁ ବିନୋଦଙ୍କ ହଜି ଯାଇଥିବା ପୁଅର ରୋହନ ଭଳି ଲାଗୁଥିଲା। ବିନୋଦ ମନେ ମନେ ଭାବୁଥିଲେ, ହୁଏତ ଏ ମୋ ପୁଅ। ତୁରନ୍ତ ସେ କିଛି ଲୁଚି ଲୁଚି ନିଜ କର୍ମଚାରୀଙ୍କୁ କହୁଥିଲେ ରାଜୁ ଉପରେ ନଜର ରଖିବ। ଆଉ ରାଜୁର ସେ କଳା ଦାଗ ମଧ୍ୟ ଦେଖିବା ପାଇଁ ଚାହୁଁଥିଲେ, ଯୋଉଟା ତାର ପିଠି ପଛପଟେ ମଧ୍ୟ ଥିଲା। ବିନୋଦ ମହାପାତ୍ର ଆଶାମଣୀକୁ ନିଜର ମାର ସମ୍ମାନ ଦେଲେ, ସବୁବେଳେ ତାଙ୍କର ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କଲେ। ଆଉ ଏପଟେ ଇନଡାଇରେକ୍ଟ କିଛି ଲୋକ ପଠାଇ ରାସନ ଗ୍ରୋସରୀ ମଧ୍ୟ ଦେଲେ। ସେ ମନେ ମନେ ଭାବୁଥିଲେ, ଯୋଉ ପୁଅକୁ ଠିକ 10 ବର୍ଷ ପୂର୍ବେ ଏଇ ବୁଢୀ ମା ଜଣକ ପାଇଛି, ହୁଏତ ଏ ମୋ ପୁଅ। ରାଜୁ ଏକ ଦାମୀ ପୋଷାକରେ ଥିଲା, କାରଣ ସେଇ ଦାମୀ ପୋଷାକ ଦେଇଥିଲେ ଏଇ ବିନୋଦ ମହାପାତ୍ର। ସେ ତା ସହିତ ମଧ୍ୟ ଆଉ ଗୋଟିଏ କଥା ଥିଲା, ଯେତେବେଳେ ସେ ରାଜୁର ପଛପଟେ ଦେଖିଲେ କଳା ଦାଗ ଅଛି, ତୁରନ୍ତ ତାଙ୍କ କର୍ମଚାରୀ ବିନୋଦ ମହାପାତ୍ରକୁ ଫୋନ କଲେ। ସେ ମଧ୍ୟ ଜାଣିଦେଲେ ଯେ ପ୍ରକୃତରେ ଇଏ ମୋ ପୁଅ। ଆଉ ତୁରନ୍ତ ବୁଢୀ ମାକୁ ଏବଂ ରାଜୁକୁ ନେଇଗଲେ ମେଡିକାଲରେ DNA ପରୀକ୍ଷା କରାଗଲା। ଆଉ ରିପୋର୍ଟ ସକାରାତ୍ମକ ମଧ୍ୟ ଆସିଲା। ରାଜୁ ହିଁ ଥିଲା ବିନୋଦଙ୍କର ହଜିଯାଇଥିବା ପୁଅ। ଆଉ ସେହି ସମୟରେ ବିନୋଦ ଯେ ତାଙ୍କ ସ୍ତ୍ରୀ ମଧ୍ୟ ନାହାନ୍ତି, କାରଣ 10 ବର୍ଷ ପୂର୍ବେ ସେ ଝୁରି ଝୁରି ନିଜ ପିଲାକୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ବିନୋଦ ଏକମାତ୍ର ସାହାରା ତାଙ୍କ ପୁଅ। ସେ ନିଜ ପୁଅକୁ କୋଳେଇ ନେଲେ। ଆଶାମଣୀ ହଠାତ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମନେ ଭାବିଲେ କଣ ହେଇଗଲା। ଆଶାମଣୀକି ସବୁ ସତତା କହିଲେ, ଇଏ ମୋର ହଜିଯାଇଥିବା ପୁଅ। ଆଶାମଣୀ ସାଙ୍ଗେ ସାଙ୍ଗେ ଟାଣି ଆଣିଲେ ରାଜୁକୁ, କହିଲେ, ନା, ଇଏ ମୋ ପୁଅ, ୟାକୁ ମୋର ଜୀବନ, ମୁଁ କେବେ ବି ବଞ୍ଚି ପାରିବିନି। ଆଉ ତୁରନ୍ତ ବିନୋଦ ମହାପାତ୍ର କହିଲେ, ବ୍ୟସ୍ତ ହୁଅନି ମା, ଇଏ ମୋ ପୁଅ, କିନ୍ତୁ ଆଜି ତମେ ଆମ ପାଖରେ ରହିବ। ଆପଣ ଯଦି ଚାହିଁବେ ଆମେ ଶାନ୍ତିରେ ରହିବା, ବାସ୍ ଏତିକି କହିଲେ। ଶେଷରେ ବିନୋଦ ମହାପାତ୍ର ନିଜ ପୁଅକୁ ନେଇ ସେହି ବ୍ୟାଙ୍କକୁ ଗଲେ। ରାଜୁ ଏକ ଦାମୀ ପୋଷାକରେ ଥିଲା। ସେ କାଉଣ୍ଟରରେ ଲକ୍ଷ ଲକ୍ଷ ଟଙ୍କା ଥୋଇ ଦେଇ କହିଲା, ସେହି ମହିଳା କର୍ମଚାରୀଙ୍କୁ କହିଲା, ମ୍ୟାଡମ, ଏ ଟଙ୍କା ଜମା କରିଦିଅନ୍ତୁ, ଏହା ମୋର ପିତାଙ୍କ ଟଙ୍କା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ରାଜୁ ଏବେ ସେଇ ଗେଟଅପରେ ନଥିଲା। ସେ ଏବେ ଦାମୀ ପୋଷାକରେ ଏବଂ ଟଙ୍କା ହାତରେ ଗୁଡାଇଥିଲା। ବିନୋଦ ମହାପାତ୍ର ବ୍ୟାଙ୍କ ହଲରେ ଘୋଷଣା କଲେ ଯେ ପିଲା ହିଁ ବ୍ୟାଙ୍କର ଭବିଷ୍ୟତର ମାଲିକ। ସେହିଦିନ ଶ୍ରୀମତୀ ମିଶ୍ର, ଶ୍ରୀମତୀ ଦାସ ଏବଂ ଗାର୍ଡକୁ ଚାକିରିରୁ ବରଦାସ୍ତ କଲେ
ଏବଂ କହିଲେ, ଯିଏ ମାନବିକତା ଜାଣିନାହିଁ ତାର ମୋ ସଂସ୍ଥାରେ କୌଣସି ସ୍ଥାନ ନାହିଁ। ଆଶାମଣୀ ମାଝୀକୁ ଏକ ସୁନ୍ଦର ବଙ୍ଗଳା ମିଳିଲା। ରାଜୁ ଏବଂ ଆଶାମଣୀ ଯିଏକି ତାଙ୍କ ଆଈ ଏବଂ ସେଇ ବ୍ୟାଙ୍କର ଯୋଉ ମାଲିକ ଯିଏ ରାଜୁଙ୍କ ବାପା, ସିଏ ମଧ୍ୟ ସେଇଠି ରହିଲେ। ବହୁତ ହସ ଖୁସିରେ ଚାଲିଲା ତାଙ୍କ ପରିବାର। ତେବେ ଏଇଠୁ ଗୋଟିଏ କଥା ଶିଖିବାକୁ ମିଳିଲା। ଏଇ କାହାଣୀ ଶିକ୍ଷା ଦିଏ ଯେ ସମୟ ସମସ୍ତଙ୍କର ବଦଳେ, କିନ୍ତୁ ମଣିଷ ପଣିଆ କେବେ ବି ବଦଳିବା ଉଚିତ ନୁହେଁ। ମୁଁ ଆଶା କରୁଛି ଏହି ଦୀର୍ଘ ସଂସ୍କରଣଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ, କାରଣ ସମୟ କାହା ପାଇଁ ଅଟକାଏ ନାହିଁ। ଯାହାକୁ ଆମେ ନିଚ ଦୃଷ୍ଟିରେ ଦେଖୁଛେ, ଛୋଟ ଦୃଷ୍ଟିରେ ଦେଖୁଛେ, କାଲି ସକାଳେ ସେ କେତେ ଉପରକୁ ଯାଇଥିବା ଆପଣମାନେ ମଧ୍ୟ ଭାବି ପାରିନଥିବେ। ତେଣୁ ସମସ୍ତଙ୍କୁ ମଣିଷ ଭଳିଆ, ମଣିଷ ପଣିଆ ହିଁ ରହିବା ଦରକାର। ଧନ ସମ୍ପତ୍ତି ଆଜି ଅଛି କାଲିକି ଚାଲିଯିବ, କିନ୍ତୁ ଗୋଟିଏ ମଣିଷ ପଣିଆ ନିଜର କର୍ମ ଜୀବନ ସାରା ପର୍ଯ୍ୟନ୍ତ ରହିଥିବ। ଆଉ ଶେଷରେ ସେଇ ଗରିବ ଭିକାରୀ ପୁଅ ରାଜୁ ଆଜି ଗୋଟେ କୋଟିପତି ହୋଇଯାଇଥିଲା। ଯେ କି ସମୟ କେତେବେଳେ ବଦଳିବ କାହାର କହି ହେବ ନାହିଁ। ତେଣୁ ଏମିତି ମଧ୍ୟ ଅଛି ଯେ କି ଆଜିର ଦୁନିଆରେ ଲୋକମାନେ ପଙ୍କରୁ ଫୁଟି ପଦ୍ମ ମଧ୍ୟ ପଲଟି ଯାଉଛନ୍ତି। ଯେମିତିକି ଲୋକମାନେ ଦେଖିଥିବେ, ଛେଳି ଚରୁଥିବେ କିଏ ଆଇପିଏସ୍ ଅଫିସର, କିଏ କୋଉଠୁ ଉଠିଥିବ ସେ ନିଜର ପରିଶ୍ରମ ଭାଗ୍ୟ ଫଳରେ କେତେ ଉପରକୁ ଉଠିଥିବ, କେବଳ ନିଜ ପରିଶ୍ରମ, ନିଜର ମଣିଷ ପଣିଆ ଥିବା ଯୋଗୁଁ। ଆଉ କଳାଧନ କେବେ ବି ରୁହେ, ଆଜି ଅଛି କାଲି ଠପ୍ କିଣି ତଳକୁ ପଳେଇବ। ଯେମିତି ଦେଖୁଥିବେ ଆପଣମାନେ ବୟସର ଅବସର ବୟସରେ ମଧ୍ୟ ବଡ଼ ବଡ଼ ଯେଉଁମାନେ ସବୁ ନିଜର ଟଙ୍କା ସଞ୍ଚୟ କରି ରଖିଥିବେ, କିଛି ଭିଜିଲାନ୍ସ କର୍ମଚାରୀ ଆସି ତୁରନ୍ତ ମାଡ଼ି ବସିବେ, ଜୀବନ ସାରା ଟଙ୍କାଠୁ ଆରମ୍ଭ କରି ସବୁ କିଛି ଲୁଟି ନେଇଯିବେ। ତେଣୁ ମଣିଷ ପଣିଆ ନିହାତି ରହିବା ଦରକାର। ଯଦି ଆପଣଙ୍କୁ ଏହି ଷ୍ଟୋରିଟି ଭଲ ଲାଗିଲା ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବେ। ଯଦି ଆପଣଙ୍କ ପାଖରେ ଯଦି ଏମିତି କିଛି ଷ୍ଟୋରି ଅଛି ନିଶ୍ଚିନ୍ତ ଆମ ସହିତ ଯୋଗାଯୋଗ ମଧ୍ୟ କରିବେ। ଜୟ ଜଗନ୍ନାଥ।